ମହା ଆଡମ୍ବର ସହକାରେ ସମାପନ ହେଲା ବଳରାମଗଡିର ଗଙ୍ଗାସାଗର ମେଳା। 7 ଦିବସୀୟ ଗଙ୍ଗା ମାତାଙ୍କର ପୂଜନରେ ସମସ୍ତ ପ୍ରକାର ନୀତିକାନ୍ତି ସହ ଅନୁଷ୍ଠିତ ହେଲା ମହାଯଜ୍ଞ। ପବିତ୍ର ମକର ସଂକ୍ରାନ୍ତି ଠାରୁ ବୁଢ଼ାବଳଙ୍ଗ ନଦୀ ମୁହାଣ ତଥା ବଙ୍ଗୋପସାଗର ଉପକୂଳ ବଳରାମଗଡିଠାରେ ଆରମ୍ଭ ହୋଇଥିବା 7 ଦିନିଆ ଗଙ୍ଗାସାଗର ମେଳା ଉଦ୍ଯାପିତ ହୋଇଯାଇଛି। ବିଗତ ବର୍ଷମାନଙ୍କ ଭଳି ଚଳିତ ବର୍ଷ ମଧ୍ୟ ଏହି ମେଳାରେ ପ୍ରବଳ ଜନଗହଳି ହୋଇଥିବା ଦେଖିବାକୁ ମିଳିଥିଲା। ଏଠି ଆମର ମକର ସଂକ୍ରାନ୍ତି ଠାରୁ ଆରମ୍ଭ ହୋଇ 7 ଦିନ ପର୍ଯ୍ୟନ୍ତ ପୂଜା ଚାଲେ। ସେଥିରେ 6 ଦିନ ଯଜ୍ଞ, ଆଜି ହେଉଛି ତାର ଶେଷ ଦିନ। ପୂର୍ଣ୍ଣାହୁତି ହେବ, କାଲି ଘଟ ବିସର୍ଜନ ହେବ। 7 ଦିନ ଧରି ଯଜ୍ଞ ଚାଲେ। ମେଳା ମଧ୍ୟ ଦେଖୁଛନ୍ତି ଆପଣ ଚାଲୁଛି। ଏଠି ଅବଶ୍ୟ ସେଟା ନିଜ ଉପରେ ନିର୍ଭର କରେ, କିଏ କେମିତି ଅନୁଭବ କରୁଛନ୍ତି, ଠାକୁରାଣୀଙ୍କର ପାୱାର କ'ଣ ଅଛି ନ ଅଛି ସେଇଟା କହିଲେ ତ ହେବନି। କିନ୍ତୁ ଆମେ ଯେତିକି ଜାଣିଛୁ ଠାକୁରାଣୀଙ୍କର କିଛିଟା ଏଠି ଅଛି। ବହୁତ ଲୋକ ଆସନ୍ତି। 7 ଦିନ ଧରିକି ଏମିତି ଦେଖିବା ଲୋକ ଭିଡ଼ ହୁଅନ୍ତି। ଆଉ ପୂଜାପୂଜି ହୁଏ। ତାଙ୍କର ପ୍ରତ୍ୟେକ ଦିନ ପାଇଁ ପୂଜାରୀ ମଧ୍ୟ ନିଯୁକ୍ତି ଅଛନ୍ତି। ପ୍ରତ୍ୟେକ ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ବାଲେଶ୍ୱର, ଜଳେଶ୍ୱର ଏବଂ ସୁଦୂର କୋଲକାତାରୁ ବ୍ୟବସାୟୀମାନେ ଅସ୍ଥାୟୀ କ୍ୟାମ୍ପ ଜରିଆରେ ବିଭିନ୍ନ ପ୍ରକାର ଦୋକାନ ଖୋଲି ଏହି ମେଳାର ଶୋଭାକୁ ଅଧିକ ବଢ଼ାଇ ଦେଇଥିଲେ। ଏହି ମେଳାର ପ୍ରତ୍ୟେକ ସନ୍ଧ୍ୟାରେ ମେଲୋଡି, ଭଜନ ସନ୍ଧ୍ୟା ଏବଂ ରାତିରେ ଅପେରା, ନାଚ ପ୍ରଭୃତି ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। 7 ଦିନ ଧରି ଚାଲିଥିବା ଏହି ମେଳାରେ ଶ୍ରଦ୍ଧାଳୁମାନଙ୍କ ପାଇଁ ସାମୂହିକ ପ୍ରସାଦ ସେବନର ବ୍ୟବସ୍ଥା ମଧ୍ୟ କରାଯାଇଥିଲା। ମାଙ୍କର ତ ମହିମା ବହୁତ। ମୁଁ ଏଠିକି ମାନେ ଦୀର୍ଘ 10 ବର୍ଷ ହେଲାଣି ଆସୁଛି। ମାଙ୍କର ପୂଜା କଲୁ, ମାଙ୍କର ମହାସ୍ନାନ ବି ଦେଖିଲୁ, ତା ସହିତ ମେଳା ବୁଲିଲୁ। ମେଳାରେ ବି ବହୁତ ଷ୍ଟଲ୍ ଲାଗିଛି। ଷ୍ଟଲ୍ରେ ଜିନିଷପତ୍ର କିଣିଲୁ, ଦେଖିଲୁ ମେଳା ସବୁ। ଆଉ ଏଠିକାର ଆରେଞ୍ଜମେଣ୍ଟ ବହୁତ ଭଲ ଅଛି। ଗଙ୍ଗା ମନ୍ଦିର ତ ମୁଁ ଭାବୁଛି ଓଡ଼ିଶାରେ ଏଠି ପ୍ରଥମ। ମୋ ଜାଣିବାରେ, ହୁଏତ ଆଉ ଥାଇପାରେ, ମୁଁ ନ ଜାଣିଥାଏ, କିନ୍ତୁ ବହୁତ ଭଲ ମନ୍ଦିର। ଏଠି କମିଟିର କର୍ମକର୍ତ୍ତା ମାନେ ବହୁତ ଭଲ, ଆରେଞ୍ଜମେଣ୍ଟ ବହୁତ ଭଲ। ଆନନ୍ଦ ବଜାର ଡେଲି ହେଉଛି, ଲୋକ ମିନିମମ୍ 3000-4000 ପାଖାପାଖି ଖାଉଛନ୍ତି ଏଠି। ବଳରାମଗଡି ଘାଟରୁ ମାଛ ମାରିବାକୁ ସମୁଦ୍ରକୁ ଯାଉଥିବା 1000ରୁ ଉର୍ଦ୍ଧ୍ୱ ଟ୍ରଲର, ଭୁଟଭୁଟି ପ୍ରଭୃତି ଏହି ମେଳା ସମୟରେ ଫିସିଂ ବନ୍ଦ ରଖିବା ସହ ଗଙ୍ଗା ମାତାଙ୍କଠାରେ ପୂଜା ଅର୍ଚ୍ଚନା କରିଥିଲେ। ପ୍ରାୟ 65 ବର୍ଷରୁ ଉର୍ଦ୍ଧ୍ୱ ସମୟ ଧରି ପ୍ରତ୍ୟେକ ବର୍ଷ ଏହି ମେଳା ଆୟୋଜିତ ହୋଇ ଆସୁଥିବା ଗଙ୍ଗାସାଗର ମେଳା ପରିଚାଳନା କମିଟି କର୍ମକର୍ତ୍ତାମାନେ କହିଥିଲେ। ଏଠି ଟ୍ରଲର ମାଲିକ 40 ବର୍ଷ ଧରିକି ଏଠି ବ୍ୟବସାୟ କରୁଛି। ଇଏ ଅନୁଷ୍ଠାନ ହେଉଛି ବହୁତ ପୁରାତନ ଅନୁଷ୍ଠାନ। ଏଠି ଆମର ପ୍ରଥମେ ଏଠି ମନ୍ଦିର ନଥିଲା, କେବଳ ଗୋଟେ ପଡ଼ିଆ ଥିଲା। ଯେଉଁମାନେ ପୁରୁଣା ଲୋକ ଥିଲେ, ଏଠି ଡଙ୍ଗା ପୂଜା ଡଙ୍ଗା ଚଲାଉଥିଲେ, ସେଇମାନେ ଏ ଜାଗାଟାକୁ କିଣିଥିଲେ। ତାଙ୍କୁ ଧନ୍ୟବାଦ। ସେଥିରେ ସୁରେନ୍ଦ୍ର ସାରେ, ଗାନ୍ଧୀ ବାବୁ ଆଉ ଅନ୍ୟାନ୍ୟ ମାନେ ବହୁତ ଲୋକ ଏଥିରେ ସମ୍ପୃକ୍ତ ହୋଇକି ସେତେବେଳେ ଜାଗାଟିକି କିଣିଥିଲେ। ବର୍ଷକୁ ଥରେ ପୂଜା ହୁଏ, 9 ଦିନ କାଳ ପୂଜା ଯାତ୍ରା ହୁଏ। ବର୍ତ୍ତମାନ ଯେମିତି ଚାଲିଛି ସେଇ ଟାଇପ୍ରେ ହୁଏ। ତାପରେ ବନ୍ଦ, ମାନେ ପୁଣି ବର୍ଷ ସାରା ପଡ଼ିଆ ପଡ଼େ। କିନ୍ତୁ ମଝିରେ ଆମର ଉଦ୍ୟୋଗୀ ଯୁବଗୋଷ୍ଠୀ ଟ୍ରଲରବାଲା ସବୁ ନୂଆ ଟ୍ରଲରବାଲା ଆସିଲେ। ସେମାନେ ଆସି ବସି ଥରେ କଥାବାର୍ତ୍ତା ହେଉଛି, ଗୋଟେ ମନ୍ଦିର ହେଲେ ଭଲ ହୁଅନ୍ତା। ତାପରେ ସେଇ ଇଏରେ ସମସ୍ତେ ଏକଜୁଟ ହେଇକି ମନ୍ଦିର ଆଜି ଦେଖୁଛନ୍ତି ଆପଣମାନେ। ମାଙ୍କର ମନ୍ଦିର ବହୁତ ପ୍ରତ୍ୟକ୍ଷ ଠାକୁରାଣୀ ମା ଗଙ୍ଗାଙ୍କର ଏଥିପାଇଁ ବହୁତ ସମସ୍ତଙ୍କର ସବୁ ଯେଉଁମାନେ ଏଥିରେ ଅଛନ୍ତି, କାହାକୁ କହିହେବନି ଯେ କେହି ଜଣେ କରିଛି। ସମସ୍ତଙ୍କର ସହଯୋଗରେ ହେଇଛି। ଯିଏ ଯେଉଁ ଉପାୟରେ ଲାଗିକିରି ଏ ମନ୍ଦିରଟିକି ପୂର୍ଣ୍ଣାଙ୍ଗ କରିକିରି ଆଜି ମନ୍ଦିର ଚାଲିଛି। ତା ସହିତ ସମସ୍ତେ ଅର୍ଗାନାଇଜ, ଯାହାକୁ ଯେଉଁ ଦାୟିତ୍ୱ ଦିଆହେଲା ସେ ତାକୁ ମାଆଙ୍କ ଆଦେଶ ଭାବିକିରି ସେ କରୁଛନ୍ତି। ତେଣୁ ଏଠି କୌଣସି ଇଏ ନାହିଁ। ଆଗରୁ ସମୁଦ୍ରକୁ ମାଛ ଧରିବାକୁ ଯାଉଥିବା ମତ୍ସ୍ୟଜୀବୀଙ୍କର ଡଙ୍ଗାରେ ଦିଗବାରିଣୀ ଯନ୍ତ୍ର ନଥିବା ବେଳେ ଗଙ୍ଗା ମାତାଙ୍କୁ ସ୍ମରଣ କରି ରାତିରେ ଚନ୍ଦ୍ର ଏବଂ ତାରାଙ୍କର ଗତିବିଧିକୁ ଲକ୍ଷ୍ୟ ଦେଇ ଫେରି ଆସୁଥିଲେ। ସର୍ବଦା ସହାୟ ହେଉଥିବା ମାଆଙ୍କର ପୂଜା ଅର୍ଚ୍ଚନା ପାଇଁ ମକର ସଂକ୍ରାନ୍ତି ଠାରୁ ବର୍ଷର 7 ଦିନ ଏହି ମେଳା ବସାଇବା ସହିତ ଏହି ଦିନମାନଙ୍କରେ ସମସ୍ତେ ମାଛ ମାରିବା ବନ୍ଦ କରିଥାନ୍ତି। କାହିଁ କେଉଁ ଅମଳରୁ ଏହି ପରମ୍ପରା ରହିଆସିଛି ବୋଲି ଗଙ୍ଗାସାଗର ମେଳା ପରିଚାଳନା କମିଟିର କର୍ମକର୍ତ୍ତାମାନେ ପ୍ରକାଶ କରିଥିଲେ। ଏହି ଗଙ୍ଗା ମାତା କମିଟି ଆଜିକୁ ପ୍ରାୟ 60 ବର୍ଷ ଧରି ଉର୍ଦ୍ଧ୍ୱ ଚାଲିଛି। ମେଳା ଭାଇଚାରା ରୂପେ ଚାଲିଛି। ଯେହେତୁ ଯେତିକି ଆମର ଟ୍ରଲର ଭାଇମାନେ, ଭୁଟୁଭୁଟି ଭାଇମାନେ ଅଛନ୍ତି, ସମୁଦ୍ର ଭିତରକୁ ଯେଉଁମାନେ ମାଛ ଧରିବା ପାଇଁ ଯାଆନ୍ତି, ଏମାନଙ୍କର ଆରାଧ୍ୟ ଦେବତା ଗଙ୍ଗା ଦେବୀଙ୍କୁ ସେମାନେ ସ୍ମରଣ କରି ଯାଆନ୍ତି। ଫିସିଂରୁ ଭିଡ଼ିଲା ପରେ ଯେଉଁ ଫିସିଂ ପୁଣି ବାହାରି ଯାଆନ୍ତି, ସେମାନେ ମାଆଙ୍କ ପାଖରେ ଆସି ଭୋଗ ଲଗେଇ ଯାଆନ୍ତି।
ପ୍ରାକୃତିକ ଦୁର୍ବିପାକ ହେଉ ବା ଗୋଟେ ଟ୍ରଲର ଦରିଆ ମଝିରେ ଖରାପ ହେଲେ ସେମାନେ ଗଙ୍ଗା ମାତାଙ୍କୁ ଆରାଧ୍ୟ କରି ମା ମୋତେ ବିପଦରୁ ରକ୍ଷା କର ସେଭଳିଆ ଆସି ସେମାନେ ରକ୍ଷା ମା ତାଙ୍କୁ ରକ୍ଷା କରନ୍ତି ବି। ତେଣୁ ଏଇଭଳିଆ ତେଣୁ ଯେତିକି ମତ୍ସ୍ୟଜୀବୀ ଅଛନ୍ତି ସମସ୍ତେ ଗଙ୍ଗା ଦେବୀଙ୍କୁ ଆରାଧ୍ୟ କରିକି ତାଙ୍କର ବିପଦରୁ ସେମାନେ ରକ୍ଷା ପାଆନ୍ତି। 7 ଦିନ ଯାକ ପ୍ରସାଦ ସେବନ ହୁଏ। ପ୍ରତ୍ୟେକ ଦିନ 4000ରୁ 5000 ଲୋକ ଖାଆନ୍ତି। ସାଂସ୍କୃତିକ କାର୍ଯ୍ୟକ୍ରମ 2 ଦିନ ଧରି ଭଜନ ସନ୍ଧ୍ୟା ହେଇଥିଲା। 4 ଦିନ ଯାତ୍ରା ହେଉଛି। ଉତ୍ତର ବାଲେଶ୍ୱରରୁ ଯାତ୍ରା ପାର୍ଟି ଆସି 4 ଦିନ ଯାକ ଯାତ୍ରା କରୁଛନ୍ତି। ତାପରେ ଆଜି ମାଙ୍କର ପୂର୍ଣ୍ଣ ଆହୁତି। ଆଜି ପ୍ରତ୍ୟେକ ଦିନ ପୂଜାରେ ବିଶେଷତ୍ୱ ହେଲା ଆମର ଏଠି ଯେଉଁ ଭଳିଆ ସିଷ୍ଟମରେ ପୂଜା ହେଉଛି ଆପଣଙ୍କର ବାହାବଳପୁର କୁହନ୍ତୁ ଧାମରା କୁହନ୍ତୁ ଦୀଘା କୁହନ୍ତୁ ସେଭଳିଆ ପୂଜା ହୁଏ ନାହିଁ। ଆମର 7 ଦିନ 6 ଦିନ ପ୍ରତ୍ୟେକ ଦିନ ଯଜ୍ଞ ହୁଏ। ପ୍ରତ୍ୟେକ ଦିନ ଯଜ୍ଞ ହୁଏ କିନ୍ତୁ ଅନ୍ୟ ବାହାବଳପୁର କୁହନ୍ତୁ ବା ଧାମରା ଏମିତି ପୂଜା ସିଷ୍ଟମରେ ହୁଏ ନାହିଁ। ଏଠିକାର ପୂଜା ସ୍ୱତନ୍ତ୍ର ଭିନ୍ନ। ଚଳିତ ବର୍ଷର ଗଙ୍ଗାସାଗର ମେଳା କମିଟିର ସଭାପତି ତ୍ରିଲୋଚନ ବସ୍ତିଆ, ଉପସଭାପତି ଆନନ୍ଦ ତ୍ରିପାଠୀ, ସମ୍ପାଦକ ସୁନୀଲ ମହାରଣା, ପ୍ରଭାଂଶୁ ଶେଖର ସିଂ, ହରେକୃଷ୍ଣ ବାରିକ, ବିନୋଦ ତ୍ରିପାଠୀ, ଶ୍ରୀଧର ମାଝୀ, ହରିହର ବାରିକ, ପୁରୁଷୋତ୍ତମ ମାଝୀ, ଉପେନ୍ଦ୍ର ବେହେରା, ଯୁଧିଷ୍ଠିର ସାହୁ, ଅକ୍ଷୟ ସ୍ୱାଇଁ, ବାବୁଭାଇ ରଥିନ ହଟେଇ, ଶ୍ରୀମନ୍ତ ମଣ୍ଡଳ, ସଞ୍ଜୟ କୁମାର ଜାନା, ରଞ୍ଜିତ ମହାପାତ୍ର, ଅକିଞ୍ଚନ ବର୍ଦ୍ଧନ, ମନୋରଞ୍ଜନ ମହାପାତ୍ର ପ୍ରମୁଖ ସଦସ୍ୟ ଏହି ମେଳା ଆୟୋଜନରେ ସକ୍ରିୟ ସହଯୋଗ କରିଥିଲେ।